ପୁଅମାନେ ଅଯୋଗ୍ୟ ହେଇଗଲେ ସେମାନଙ୍କୁ ଅଯୋଗ୍ୟ ହେବାର ସୁଯୋଗ ବି ଥାଏ, କିନ୍ତୁ ଝିଅମାନଙ୍କ ପାଖେ ସେ ସୁଯୋଗ ବି ନଥାଏ। ମୁଁ ତ ଜଣେ ଭଲ ପିଲା ନା, ତେଣୁ ସବୁ ଝିଅ ଜଣେ ଜଣେ ଭଲ ପିଲା ହେଇଥାନ୍ତି। ଭାଇ ଖରାପ ହେଇଥାଏ, ସେ ରାତିରେ କାନ୍ଥ ଡେଇ ବି ଘରକୁ ଆସିପାରେ, କିନ୍ତୁ ଭଉଣୀଟି ଏକଦମ ଶାନ୍ତଶିଷ୍ଟ ହେଇଥିବ। ସେ ଠିକ୍ ସମୟରେ ଉଠେ, ଠିକ୍ରେ ଖାଏ, ମାଆକୁ କାମରେ ସାହାଯ୍ୟ କରେ, ଭଲ ନମ୍ବର ରଖେ ଆଉ ଶୋଇପଡ଼େ। ଏଇଆ ହିଁ କରେ ନା। ତେଣୁ ତୁମର ଅଭ୍ୟାସ ହେଇଯାଏ ସମସ୍ତଙ୍କ ନଜରରେ ଜଣେ ଭଲ ଝିଅ ହିଁ ରହିବାକୁ। ଏବେ ମୁଁ କହୁଛି, ଖରାପ ଝିଅ ବନିଯାଏ। ବହୁତ ଅନୁଶାସନ ଦରକାର ଜଣେ ମହିଳାଙ୍କୁ, ଯେପରି ସେ ଏପଟ ସେପଟ ନହେବ। ତମକୁ ଫସାଇବା ପାଇଁ ବହୁତ ଲୋକ ପ୍ରସ୍ତୁତ ହେଇ ବସିଛନ୍ତି, ତେଣୁ ନିଜ ଭିତରେ ଆଦୌ ଦୋଷୀ ଅନୁଭବ କରନି ଯେ ମୁଁ ଭିଡ଼ର ବିପକ୍ଷରେ କାହିଁକି ଯାଉଛି। ତୁମ ପାଇଁ କିଛି ବି ନାହିଁ ଏଇ ସିଷ୍ଟମରେ। ହଁ, ଭାରତୀୟ ଦର୍ଶନ ଶାସ୍ତ୍ରରେ ଆପଣଙ୍କ ପାଇଁ ବହୁତ କିଛି ଅଛି, ଭଗବତ ଗୀତାରେ ତୁମ ପାଇଁ ବହୁତ କିଛି ଅଛି, ଉପନିଷଦରେ ବହୁତ କିଛି ଅଛି, କିନ୍ତୁ ଏ ଯେଉଁ ଆଧୁନିକ ସଂସ୍କୃତିରେ ଆପଣଙ୍କ ପାଇଁ କିଛି ବି ନାହିଁ।